ओम कार्तिक महात्म्ये एकादश अध्याय। जलंधरस्तु ततश्रुतं कोपाकुलितं मानस निर्गमारुषु दत्तं पुटिः पारिपोयितं नारदोवाच मुनिको स्मराये राहुपराई मुहाभये मिलिला जलंधर आगे मन वीर समान भंगे कहिला जागत वृत्तांत शुणिकु पिला बृंदाकांत मनवा कुळे मुहा कूपे दत्तंकु राहिला समीपे शंभु निश्चय मूळे बोल तुरीते सरिला सकळ रथ तु रंग गजसर पदादी बड़ बड़ियार शुक्रमुनिकु आग करी युद्ध दमे दंडधारी आरुही रत्नमय रथे धनुनारास घेनी हसे निशान मार्ग अनुसरी सात चलिले दिन पुरी बन पर्वत माड़ी जाती आकाशे वर्ष पंथी पंथी धरणी पुरी ब्रजुते मणिकांचनमय रथे खतिया आकाशे पुरी गले जेसने जलंधर बोले आज मिथुन मासे उठी धरणी धरी शून्य घुटी तेसने निशाचर दल मेघ गर्जन मुखरुण निशाण बाण तल बड़ी जेने सबोध घर घड़ी विविध अस्त्र चक्रपाती बिजुली प्राय झटकती पवन गति थाट जीवा से जलंधर कि मघवा चलई निज दंड घेनी प्रलय करिब मेदिनी हेमंते दिशे दत्त बल प्रचंडे चले महीस्थल प्रथम दिन थाट नेई सुबर्ण रेखा तीरे जाई सेदिन पारि होई बेगे रहिले हेमगिरी भागे एथु अंतरे शुण रागे स्वर्गे जे थिले देवताए दत्तकु देखि भय मने गले जे कपिलास स्थाने रुद्र चरण तले पड़ी देवे कहिले कर जोगी प्रभु अंबिकार मन आंबगु हारी कने शुण पशुर जलंधर नाम अमर लोक परे जम रखिला निज पुरे नेई केबे शांत न कराई तुंभ छामुकु पुणी दूत देशी जे थिला सिंधु सुत आसी जे थिला इंद्रबादी जाहा कहिला मंद बुद्धि के ताहा बसाइब तुंडे मुनि गला बिना दंडे कहिला जलंधर आगे तुंभ महिमा जेते बागे शुनि असुर क्रोध हृदे दंड साधिला तुंभ बाजे असुर दल घेनी आसी पथे रहिला जनिसी काली परिब घोर रण कहिलु सावधान शुण देवकु तहुए वचन पुणी विस्मय त्रिलोचन विष्णुकु चिंता करी मने शिव बसिले जुग ध्याने से प्रभु जुगादि पुरुष आसी प्रवेश घर पाश विष्णु दर्शन पाई देवे सहित उठ सर्वे नमिले गोविंद चरण मध्य विजय नारायण शिव जड़ाती आग करी भूदेव शुण दई तारी तुम्भे प्राणिक पंचभूत महिमा कलु विपरीत खोलना सन बाणा बही असुर पुरे अछरही निजे सेवक देई दुख एणु मनुछ केणु सुख देव कणक जलंधर ताहाकु कि पाई न मार हेरे असुर दुष्टमती आप
ଶିବକୁ ମାଗଇ ପାର୍ବତୀ ନଦେଲୁ বুলি କଲା କୂପ ଯୁଝି ଆସୁଛି କୋଉ କାପ ଏକିଶ ବିପରୀତ ବାଣୀ ବିଚାରି କହ ଚକ୍ର ପାଣି ରୁଦ୍ର ବଚନେ ଚକ୍ରଧର ବୋଲନ୍ତି ଶୁଣ ଦେବଦ୍ୱାର ସେ ଜଳନ୍ଧର ତୁଙ୍ଗ ବଂଶେ ଜାତ ହୋଇଲା ସିନ୍ଧୁ ଦେଶେ ଯେଣୁ ସେ ଲକ୍ଷ୍ମୀର ସାନୁଜ ଏ ଦୁଇ ଉପ୍ରାଧ ଧନୁଜ ଆମ୍ଭରେ ନୁହଁଇ ବିନାଶ ତୁମ୍ଭକୁ ଅଛି ତେଣେ ଯଶ ଦୁଷ୍ଟ ନିବାରି ସନ୍ତରକ ହସି କହନ୍ତି ପଦ୍ମମୁଖ ବିଷ୍ଣୁ ବଚନେ ବିଶ୍ୱନାଥ ଶିରେ ବେଶିବେନି ହସ୍ତ ବୁଲନ୍ତି ଶୁଣ ଗଦାଧର ଦୈତ୍ୟନାଶନେ କସର ସବୁ ଦେବଙ୍କ ତେଜ ଭରି ମୋତେ ଆୟୁଧ ଦିଅ କରି ଶେଷରେ ମରିବ ଅସୁର ଦେବଙ୍କ ଶତ୍ରୁ ଜଳଧର ଈଶ୍ୱର ବଚନ ପ୍ରମାଣେ ସକଳ ଦେବେ ତତ୍କ୍ଷଣେ ଯେ ଯାହା ଅଙ୍ଗୁ ତେଜ କାଢ଼ି ରଖିଲେ ଏକଠାରେ ବାଢ଼ି ବିଷ୍ଣୁ ଆୟୁଧ କଲେ ତାହା ସୁଦର୍ଶନ ବୋଲି ଯାହା ସେ ଚନ୍ଦ୍ର ତେଜ ଅନର୍ଗଳ ଜାଜଲ୍ୟ ଯାର ଜ୍ୟୋତିମାନ ଆଦିତ୍ୟ ତେଜ ପ୍ରାୟ ମରି 33 କୋଟି ଗୁଣେ ଜେନି ଏ ଚକ୍ର ଘେନି ନାରାୟଣ ରୁଦ୍ରକୁ କଲେ ସମର୍ପଣ ଦତ୍ତ ଜାଣିବ ବୋଲି ଡରେ ତୁରିତେ ଗଲେ ଯେଝାପୁରେ ଦାନବ ପୁରେ ବିଜେ ହରି ନ ଜାଣେ ଲକ୍ଷ୍ମୀ ଆଦି କରି ହେତୁ ଅନ୍ତରେ ନିଶିଶେଷେ ଅସୁର ଯତି ପରକାଶେ ପୂର୍ବ ଦିଗରେ ଛାୟପତି ଉଦୟ ଅସ୍ତ ହେଲା ରାତି ଦୈତ୍ୟ ଦେଖିଲା ହେମଗିରି ପ୍ରଭାତେ ଖାଟ ସଜ କରି ଧାଇଁଲା ବରପୁର ମାର୍ଗେ ଦେବେ ଗ୍ରାସନ୍ତି ଚାହିଁ ସର୍ଗେ ଅସୁର ଖାଟ ଘେନି ଯାଇ ଶରଣୀ ନଦୀ ତୀରେ ରହି ବାଜଇ ତମକ ନିଶାନ ଶୁଣି ଧାଇଲେ ରୁଦ୍ରଗଣ ରାତ୍ର ହିଁ ଥିଲେ ସଜ ହୋଇ ଯେଣୁ ବାରତା ଥିଲା ପାଳି ବେଗେ ଧାଇଲେ ଶସ୍ତ୍ର ଘେନି କାମ କାହାଳି ସିଙ୍ଗାରୋନି ବଜାଇ କଲେ ମୁହାରୁଳ ତାଳ ଡମ୍ବରୁ କୌତୁହଳ ରୁଦ୍ର ଆଜ୍ଞାରେ ହାଟ ଘେନି କାର୍ତ୍ତିକ ବିନାୟକ ବେନି ନନ୍ଦୀ ଭ୍ରୁକୁଟି ମୁହାକାର ଭୀମ କବୀର ଭଦ୍ରମେଳ ଏହା କତୁଲେ ରୁଦ୍ରଗଣ 14 କୋଟି ପରିମାଣ ଜୟନ୍ତ ଜୟନ୍ତ ବେନି ପିଶାଚ ଭଳି ଖର୍ବତିନି ଭୂତ ବେତାଳ ବୀରଚଣ୍ଡୀ କୁଷ୍ପାଣ୍ଡ କରେ ଲୋହକ ଦଣ୍ଡୀ ସୁରସପତି ଚକ୍ରଲାଭ ଜ୍ଞାନୀ ଧାଇରେ ପୋଲ ପୋଲ ଯୁଗୀ ସନ୍ନ୍ୟାସୀ ଦଣ୍ଡଧାରୀ ସିନ୍ଧୁ ସାରିବ ଦିଗମ୍ବରୀ ସମାଧି ଆସନ ଉପେକ୍ଷୀ ବେଗେ ଧାଇଲେ ଯୁଦ୍ଧ ଦେଖି ପର୍ବତୁ ଓହ୍ଲାଇ ତୁରିତେ ମିଳିଲେ ଦୈତ୍ୟଙ୍କ ବ୍ରତେ ଅସୁର ରୁଦ୍ର ବଳ ଦେଖି ବିନ୍ଧିଲେ ଉପ୍ରଦନ ରଖି ଶମ୍ଭୁନି ଶମ୍ଭୁ ବେନି ବୀର ଅସୁର ଥାଟେ ଆଗୁସାର ଈଶ୍ୱର ଥାଟେ ସେନାପତି କାର୍ତ୍ତିକେଶ୍ୱର ମହାମତି ତାହାଙ୍କ ପଛେ ରୁଦ୍ର ବଳ ଅସୁର ଥାଟେ କଲେ ଗୋଳ ଚକ୍ର ନରାଜ ଶୂଳ ପେଶି ଉଭୟ ଥାଟ ମିଶାମିଶି ବେନି ସାଗର ଭେଟ ପ୍ରାୟ ସମର ଗତି ଅପ୍ରମେୟ ବଜାଇ ନାନା ବାଦ୍ୟ ଧ୍ୱନି ଶବରେ କମ୍ପେ ପୁରୋତିନି ନିଘାତ ପ୍ରାୟ
ସରେ। ଦେଶନେ ବନ୍ଧ କାଟିଦେଲେ ଲୁଟି ପଡ଼ନ୍ତି ପଦ୍ମ ଫୁଲେ। ସେ ରୂପେ ନିଶା ଚୋର ଗଣେ ପଡ଼ି କାର୍ତ୍ତିକ ଗଣ ବାଣେ। ଭୀମଭଦ୍ର ସେନ ବୀର ବଜ୍ର ସଦୃଶ ତାଙ୍କ ସ୍ୱର। ବହୁତ ଦୈତ୍ୟ ପୋଳ ଚେଦି ଲୋକତେ ବୁହାଇଲେ ନଦୀ। ଶିବ ସୈନ୍ୟ ଧର୍ମ ବଳେ ସେଦିନ ଜୟ କଲେ ହେଳେ। ଅସୁର ଥାଟେ ପରାଜয়ে ଏମନ୍ତେ ରବି ଅସ୍ତ ହୁଏ। ସମର ଛାଡ଼ି ଦୁଇ ବେଳେ ରହିଲେ ନନ୍ଦ ବେଦୀ କୂଳେ। ନିଶାରେ ଭୃଗୁ ସୁତ ଆସି ସମର ଭୂମି ମଧ୍ୟେ ବସି। ସୁମାରି ମୃତ୍ୟୁ ସଞ୍ଜୀବନୀ ଜିଆଇ ଅସୁର ସଇନି। ମିଳନ୍ତି ରାଜା ସନ୍ନିଧାନେ ପୁଣି ସମର ଆର ଦିନେ। ପ୍ରଭାତୁ ମୂଳି ବେନି ବଳେ ଯୁଦ୍ଧ କରନ୍ତି ଅଙ୍ଗ ଛଳେ। ପଡ଼ନ୍ତି ଦୁଇ ବଡ଼ ଲୋକ ଅସୁର ମରନ୍ତି ଯେତେକ। ରାତ୍ରେ ଦିଆନ୍ତି ଭୃଗୁ ସୁତେ ଏମନ୍ତ ଗଲା କେତେ କେତେ। ରଜନୀ କାଳେ ଜଗି ବସି ଜାଣିଲେ ଶିବ ପୁରବାସୀ। କହିଲେ ଶଙ୍କର ବ୍ରତ ପ୍ରଭୁ ଶୁଣ ବିପରୀତ। ସେ ଯେ ଅସୁର ଘୂରଣେ ନିତ୍ୟ ନାଶନ୍ତି ଶିବ ଗଣେ। ଶୁକ୍ର ଦିଅନ୍ତି ତାଙ୍କୁ ରାତ୍ରେ ଏଣୁ ଅକ୍ଷୟ ଦୈତ୍ୟ ଗୋତ୍ରେ। ଶୁଣି ବିସ୍ମୟ ଭୂମକେଶ ସକ୍ରୋଧେ ଛାଡ଼ିଲେ ନିଶ୍ୱାସ। ଯୁଗାନ୍ତେ ଦେନେ ଘୋର ବାଟ ଏକ ପିଶାଚ କଲେ ଜାତ। କିସ କହିବା ତାର ମୂର୍ତ୍ତି ଗର୍ଜନେ କମ୍ପିଲା ଧରତ୍ରୀ। ମୁକୁଳା କେଶ ଥରହର ବଦନ ଅଟେ ଗିରିବର। କର୍ଣ୍ଣ ନାସିକା ନେତ୍ର କୁଣ୍ଡ ଜିଣିଓ ନର ସାତ କୁଣ୍ଡ। ପର୍ବତ ପ୍ରାୟ ବେନି ସ୍ତନ ଶିଖେ କି ଉଦେ ନବଘନ। তেসনে দিছে কুচকালি ভুজ কি দিছে আদ্রা বড়ি। বিস্তার হ্রদ গিরি তলে জেনে দিশই খরা বেলে। উদর তার লক্ষ্য তেনে উৎসর্গ তার তরু জেনে। তেমন্ত দিছে পাদ বেনি অতি ভীষণ গুরুজনী। রূপে কম্পই তার দেহি চরণে তল আছে মহি। এমন্ত মূর্তি দেখি আগে হর বুইলে যাও বেগে। অসুর গুরু ভৃগু মুনি জানাম শুক্র মহামুনি। তাহাকু বিনাশ গুপতে সমর শেষ পরিজন্তে। প্রাণীন মারি রখিথিবু সমর অন্তে ছাড়ি দিবু। এমন্ত শিব আজ্ঞা পাই পিশাচি রণস্থানে যাই। প্রবেশ হেলা নিশা কালে জেনে মন্দর মুহে জলে।
ଶମ୍ଭୁ ଦତ୍ତକୁ କାର୍ତ୍ତିକ ହେମନ୍ତ ଷଡ଼ମୁହା ଭଳି ଉଭୟ କାଟେରରେ ମିଳି ଯୁଦ୍ଧ କରନ୍ତି ଏକେ ଏକେ ଦୁର୍ଲଭ ରଣ ତିନି ଲୁକେ ନିଶମ୍ଭୁ ପଞ୍ଚବାଣ ସନ୍ଧି କାର୍ତ୍ତିକ ଉପରକୁ ବିନ୍ଧି ବାହନ ଉପରେ ପଡ଼ିଲା ଘାତେ ମୟୂର ମହ ଗଲା ପଦାତି ହୋଇ ଶିବ ସୁତ ଅସୁର ଯୁଦ୍ଧ ପ୍ରମିତ। ନନ୍ଦିକେଶ୍ୱର ସୁରପିଟି କାଳନ ମିମି ରଥ ଫାଟି କେତୁ ସାରଥି ତାର ଏକ ପ୍ରକାରେ ହେଲେ ନାଶ ପୁଣି ଉଠାରେ ପେଶି ନନ୍ଦୀ କାଳନୀ ମିରୋ ଧନୁ ଛେଦି ବିରତି ହୋଇ ଦୈତ୍ୟ ବୀର ଘେନିଲା ଚର୍ମ ଓ ଶିବର ନନ୍ଦିକେଶ୍ୱର ପରେ କଳା ସମୟରେ ତେଜେ ଅନର୍ଗଳା ବେଳକୁ ବେଳ ଯୁଦ୍ଧ ଟାଣ ପୋଡ଼ଇ ବଜ୍ର ସମବାଣ ପର୍ବତ ଶିଖରୁ ପଥରେ ପଡ଼ିଲେ ଯେନେ ଧ୍ୱନି করে ସେହି ପ୍ରକାରେ ବାଣ ବୃଷ୍ଟି ସବଦେ କମ୍ପୁ ଅଛି ସୃଷ୍ଟି ଶମ୍ଭୁ ସଙ୍ଗତେ ଗଣପତି ମାଲ୍ୟବନ୍ଧରେ ଜନ୍ମାଜନ୍ତି ଭୂମିରେ ପଡ଼ି ଗଡ଼ା ଗଡ଼ି କେଶରୀ ପ୍ରାୟ କରି ରଡ଼ି ଚଡ଼କ ପ୍ରାୟ ମୁଷ୍ଟିଘାତ ପେଟକୁ ପ୍ରହାରନ୍ତି ନାଥ ଅସୁର ଘାତେ ଗଜାନନ ଖଣେ ହୋଇଲେ ଅଚେତନ ପୁଣି ଚେତନା ପାଇରଣେ ପରଶୁ ଧରି ତତକ୍ଷଣେ ଶେଷରେ ଶମ୍ଭୁକୁ ମୁରୁଛି ଏମତେ ଯୁଦ୍ଧ ପ୍ରମିତି ଘୋର ସମର ଧ୍ୱନି ଶୁଣି ନିଜେ ବିଜୟ ସୁର ପାଣି ଆରୋହୀ ବୃଷଭ ବାହନେ ସଙ୍ଗେ ଅଛନ୍ତି ଗଣମାନେ ଭୂତ ବେତାଳ ଦଣ୍ଡଧାରୀ ଡାକିନି ଗଣ ଆଦି କରି ଧାଇଲେ କିଳି କିନାରାଜେ ବାଦନ କରି ନାନା ବାଜେ ଡମରୁ ଅନ୍ତରିକ୍ଷ ପୁରେ ବନ ପର୍ବତ ନାଦପୁରେ ଶଙ୍ଖେ ଅଶଙ୍ଖ ଯୁଗି ବଳ ଯେସନେ ନିହାର ପଟଳ ଅସୁର ଥାଟେ ଆସି ମିଶି ଶିବନାର ଚେରି ପୁରଂସି ରଣେ ଆନନ୍ଦ ପଶୁପତି ବାଣ ବିନ୍ଧନ୍ତି କୋପେୟତି ପିନାକା ଧନୁର୍ଗୁଣ ନାବେ ଦତ୍ୟଙ୍କ ହୃଦେଶର ଭେଦେ ଏକ ନାରାଚେ ସେ ଭୃଜଟି ସୈନ୍ୟ ମାରନ୍ତି କୋଟି କୋଟି ତା ଦେଖି ଜଳନ୍ଧର ରଥେ ଆରୋହୀ ଧନୁ ଧରି ହାତେ ପ୍ରତି ଜଣରେ ସ୍ୱର କରି ଶିବକୁ ତିନି ବାଣ ମାରି ଗଣପତି କି ପଞ୍ଚବାଣ ବୀରଭଦ୍ରକୁ ଚାରି ଗୁଣ ନନ୍ଦୀ କାର୍ତ୍ତିକ ଥିଲେ ବକ୍ରେ ତାଙ୍କୁ ପେଶିଲା ଏକ ଚକ୍ରେ ମଣିଭଦ୍ରକୁ ଲୁହ ଦଣ୍ଡେ ସର୍ବଗୁଣକୁ କାଣ୍ଡେ କାଣ୍ଡେ ଏକା ବେଳକେ ଶତ ସ୍ୱର ସନ୍ଧାନ କଲା ଜଳନ୍ଧର ତା ଦେଖି ପଶୁପତି ଶୁଣି ଦୈତ୍ୟ ନାରାଚୁ ସବୁ ଜାଣି ସେ ବୀରଭଦ୍ର ରଣେ କାଟି ଅସୁର ରଥେ ସୁର ପିଟି ବିରତି ହୋଇ ଦୈତ୍ୟନାଥ ପୁଣି ଆରୋହୀ ଅନ୍ୟ ରଥ ବ୍ରହ୍ମଶପତି ଧରି କରେ ପିଟିଲା ବୀରଭଦ୍ର ଶିରେ ଦତ୍ତ ପ୍ରହାରେ ଭଦ୍ର ବୀର ରଣେ ବୋଇଲା ଅପହାର
ପତ୍ରୀ ମାନ ଯୁଧେ ପଡ଼ି ଗୋଡ଼ନ୍ତି ମାନ ବନ୍ଧେ ହେତି ପ୍ରହେତି ବୀର ବେନି ଯୁଝନ୍ତି ଶାଳ ଶିଳ ଘେନି ଏମତେ ଅସ୍ତ ଗଲା ବେଳ ରଣେ ଭୂପେଖି ବେନି କୂଳ ରହିଲେ ବେନି ଭାଗ ହୋଇ ମଧ୍ୟ ଦୁଜନେ ଛଡ଼ା ରହି ହରି ବିଜୟ ନିଜ ପୁରେ ସ୍ନାନ ସାରି ଗଙ୍ଗା নীরে ଈଶ୍ୱର ଘରେ ସଦାନନ୍ଦ ଜ୍ଞାନୀ ପାରିଷଦ ବୃନ୍ଦ ତାଣ୍ଡବ ନୃତ୍ୟ ରଙ୍ଗେ ପଶି ଆନନ୍ଦେ କୁହାଇଲେ ମିଶି ସେ ମହାଦେବ ବିଶ୍ୱବାସ ନମହି ମହାଦେବ ଦାସ ଜୀବନ କାରଣ ନିମନ୍ତେ ଶରଣ ହର ପାଦ ଗତେ ସେ ପ୍ରଭୁ ଦୟା ଅନୁରାগে পদ্ম পুরাণ গীত যুগে শুণ সুজনে এ চরিত কার্তিক মহাত্মে অমৃত তুলসী উতপতি বাণী শুনি সংসার উত্তর প্রাণী উত্তরখণ্ড সারস্বত কার্তিক মহাত্মে অমৃত ইতি শ্রী পদ্ম পুরাণে उत्तरखंडे कार्तिक महात्म्ये जलधर संग्रामे नाम एकादश अध्याय।